ପ୍ରଥମ ସାମୁଏଲ ପୁସ୍ତକ 2 ଅଧ୍ୟାୟ ଆମେ 30 ପଦଟା ପଢିବା। ଗୋଟିଏ ପଦ ପଢି ସେ ପଦ ଉପରେ ଆମେ ଅଳ୍ପ ସମୟ ଆମେ ଆଲୋଚନା କରିବା। ଆମେ ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ତୁମ୍ଭ ଗୃହ ଓ ତୁମ୍ଭ ପିତୃଗୃହ ଆମ୍ଭ ସମ୍ମୁଖରେ ଅନନ୍ତ କାଳ ଗମନାଗମନ କରିବେ ବୋଲି ଆମ୍ଭେ କହିଥିଲୁ ପ୍ରମାଣ। ମାତ୍ର ଏବେ ସଦାପ୍ରଭୁ କହନ୍ତି, ତାହା ଆମ୍ଭଠାରୁ ଦୂର ହେଉ। କାରଣ ଯେଉଁମାନେ ଆମ୍ଭର ଗୌରବ କରନ୍ତି ଆମ୍ଭେ ସେମାନଙ୍କର ଗୌରବ କରିବା, ମାତ୍ର ଯେଉଁମାନେ ଆମ୍ଭକୁ ତୁଚ୍ଛ ଜ୍ଞାନ କରନ୍ତି ସେମାନେ ଲଘୁ ଜ୍ଞାନ କରାଯିବେ। ଓକେ, ଥ୍ୟାଙ୍କ ୟୁ ଗଡ୍ ବ୍ଲେସ୍ ୟୁ। ପ୍ରଭୁଙ୍କର ଗୌରବ ଆଜିର ସୁନ୍ଦର ପ୍ରସଙ୍ଗଟା, ଆଉ ଏଇଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ ପ୍ରସଙ୍ଗ। ଯେତେବେଳେ ଆମେ ଖ୍ରୀଷ୍ଟିଆନ ହେଲୁ, ଗୋଟେ ଖ୍ରୀଷ୍ଟିଆନର ସବୁଠୁ ବଡ ଆଉ ନମ୍ବର 1 ଦାୟିତ୍ୱ କଣ ଅଟେ? ଗୋଟେ ଖ୍ରୀଷ୍ଟିଆନର ସବୁଠୁ ବଡ ଦାୟିତ୍ୱ ହେଲା ପରମେଶ୍ୱରଙ୍କୁ ସମ୍ମାନ ଦେବା, ପରମେଶ୍ୱରଙ୍କୁ ଗୌରବ ଦେବା। ଆଠୁ ବଡ କାମ କିଛି ନାହିଁ। ଆମମାନଙ୍କ ପରମେଶ୍ୱର ସ୍ୱଗୌରବ ରକ୍ଷଣ ଉଦ୍ଯୋଗୀ ପରମେଶ୍ୱର। ଖ୍ରୀଷ୍ଟିଆନ ଭାବରେ ଆମ ସମସ୍ତଙ୍କର ଦାୟିତ୍ୱ ହେଲା ଯେ ଆମର ପରମେଶ୍ୱରଙ୍କର ନାମକୁ କେବେ ହେଲେ ନିନ୍ଦିତ ହେବା ପାଇଁ ଦେବା ନାହିଁ। ପରମେଶ୍ୱରଙ୍କୁ ସଦା ସର୍ବଦା ଆମେ ଗୌରବ ଦେବାର ଆବଶ୍ୟକ ରହିଛି। କାରଣ ଆମର ପରମେଶ୍ୱର ସେ ଗୌରବ ପାଇବାର ଯୋଗ୍ୟ ପରମେଶ୍ୱର ସେ ଅଟନ୍ତି। ସେଥିପାଇଁ ଯେତେବେଳେ ଆମେ ଦେଖୁଛୁ ପ୍ରକାଶିତ ପୁସ୍ତକ, ଆମେ ଯଦି ଫିଟେଇବା ପ୍ରକାଶିତ ପୁସ୍ତକ 4 ଅଧ୍ୟାୟ ଫିଟେଇବା 10 ଆଉ 11 ପଦ ପଢିବା। ପ୍ରକାଶିତ ପୁସ୍ତକ 4 ଅଧ୍ୟାୟର 10 ଆଉ 11 ପଦ। ସେତେବେଳେ 24 ପ୍ରାଚୀନ ସିଂହାସନ ପ୍ରବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ମୁକୁଟ ଥୋଇ ଦେଇ କୁହନ୍ତି, ହେ ଆମମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ସୁଭାଜନ ଅଟ। ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେଇ ସବୁ ସତ୍ତ୍ୱ ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି। ସ୍ୱର୍ଗରେ ମଧ୍ୟ ଦେଖୁଛୁ କି ପ୍ରକାର ଭାବରେ ପରମେଶ୍ୱରଙ୍କ ଆରାଧନା କରୁଛନ୍ତି। ପରମେଶ୍ୱରଙ୍କ ପ୍ରେଜେନ୍ସ ରେ ସେମାନଙ୍କୁ ଯୋଉ ଗୌରବର ମୁକୁଟ ଗୁଡିକ ଦିଆଯାଇଛି, ସେ ସବୁ ମୁକୁଟ ଗୁଡିକକୁ 24 ପ୍ରାଚୀନ ତାଙ୍କର ଚେୟାରରୁ ତଳକୁ ଓହ୍ଲାଇ ପଡୁଛନ୍ତି, ଆଉ ସେମାନେ ଆଣ୍ଠେଇ ଭୂମିଷ୍ଠ ପ୍ରଣାମ କରି ପରମେଶ୍ୱରଙ୍କୁ ମର୍ଯ୍ୟାଦା ଦଉଛନ୍ତି, ପରମେଶ୍ୱରଙ୍କୁ ଗୌରବ ଦଉଛନ୍ତି। କି ପ୍ରକାର ଭାବରେ! ମାତ୍ର ଆମମାନଙ୍କର ଚର୍ଚ୍ଚ ଗୁଡିକର ଅବସ୍ଥା କେମିତି ଅଛି? ଆମେ କେତେ ପରମେଶ୍ୱରଙ୍କୁ ଗୌରବ ଦଉଛୁ? ଆମେ ପ୍ରିୟମାନେ, ଆମର ଚର୍ଚ୍ଚରେ ମୋବାଇଲ ଚଳୁଛି, ଆମର ଚର୍ଚ୍ଚରେ ଲେସ୍ ଚଳୁଛି, କୁରକୁରେ ଚଳୁଛି, ଆମ ଚର୍ଚ୍ଚରେ ପରସ୍ପର କଥାବାର୍ତ୍ତା ଚଳୁଛି ପରମେଶ୍ୱରଙ୍କ ପ୍ରେଜେନ୍ସରେ। ଦିନେ ଆମେ ଡିଆଇଜି ଅଫିସକୁ ଯାଇଥିଲୁ, କିଛି ବାଳକ ବନ୍ଧୁ ମାନେ ଆମେ ଯାଇଥିଲୁ, ଆଉ ସେଇ ସ୍ଥାନରେ ପ୍ରତ୍ୟେକ ପାଳକ ମାନେ ତାଙ୍କର ମୋବାଇଲଟାକୁ ସୁଇଚ ଅଫ୍ କରିକି ରଖିଥିଲେ, ସାଇଲେଣ୍ଟ କରି ରଖିଥିଲେ। ଡିଆଇଜି ଅଫିସରେ ସାମ୍ନାରେ ଯଦି ସେଠି ଯଦି ମୋବାଇଲଟା ବାଜିଗଲା ବୋଲି କହିଲେ ଡିଆଇଜି ଆଜ୍ଞା ରାଗିଯିବେ ବୋଲିକିନା। ମାତ୍ର ଆଜି ଚର୍ଚ୍ଚରେ ମୋବାଇଲ ବାଜୁଛି। ଆଜି ପୁଲପିଟରେ ଥାଇକିନା ପାଳକ ପ୍ରଚାରକ ମାନେ ମଧ୍ୟ ମୋବାଇଲଟାକୁ ବ୍ୟବହାର କରୁଛନ୍ତି। ହାଲୋ, ମୁଁ ଏବେ ପ୍ରଚାର କରୁଛି, ଆଉ ପରେ ଟିକେ ମତେ କଲ୍ କରିବ ବୋଲି ସେଇ ପ୍ରକାର ଭାବରେ ସେମାନେ କହୁଛନ୍ତି। ପ୍ରଚାର କରୁ କରୁ କହିବେ, ହାଲୋ ଟିକେ ଦୟାକରି ଏବେ ମୁଁ ଅଛି, ପ୍ରଚାରରେ ଅଛି, ଆପଣ ଟିକେ ପରେ ଟିକେ ମତେ ଫୋନ କରିବ। ତା ପଚାରୁଛନ୍ତି, ଆଜ୍ଞା ଆଉ ମୁଁ କଣ ପ୍ରଚାର କରୁଥିଲି? କହିଲା, ଆଜ୍ଞା ଆମେ ଜିରୁସାଲମ ବିଷୟରେ ପ୍ରଚାର କରୁଥିଲେ। ହଁ, ଆପଣ ଜିରୁସାଲମରେ ଥିଲେ। ମୁଁ ଅନେକ କଥା ଆପଣ ମାନଙ୍କୁ କହିବା ପାଇଁ ଚାହେଁ। ପ୍ରିୟମାନେ, ପରମେଶ୍ୱରଙ୍କୁ ଆମେ ଗୌରବ ଦଉଛୁ। ଆମମାନଙ୍କର ଡିଆଇଜି, ଏସପି, କଲେକ୍ଟର, ସେମାନଙ୍କୁ ଆମେ ସମ୍ମାନ ଦେବା ପାଇଁ ବାଇବଲ ଆମମାନଙ୍କୁ ଶିଖାଏ। ଆମେ ତାଙ୍କୁ ସମ୍ମାନ ଦେବାର ଆବଶ୍ୟକ ରହିଛି। ମାତ୍ର ତାଠୁ ଅଧିକ ଗୌରବ ପାଇବା ପାଇଁ ଯୋଗ୍ୟ ଆମର ପରମେଶ୍ୱର। ଆମମାନଙ୍କର ଚର୍ଚ୍ଚରେ ଆମେ କେତେ ପରିମାଣରେ ଆମର ପରମେଶ୍ୱରଙ୍କୁ ଆମେ ସମ୍ମାନ ଦେବାର ଆବଶ୍ୟକ ରହିଅଛି। ଯୋଉ ସମୟରେ ମଶା ସେଇ ଜଳୁଥିବା ବୁଦା ନିକଟକୁ ଯିବା ସମୟରେ ପରମେଶ୍ୱର କହିଲେ, ତୁମର ପାଦରୁ ପାଦୁକା କାଢି ଦିଅ, ତୁମେ ପବିତ୍ର ସ୍ଥାନରେ ଠିଆ ହେଇଛ, ସାଙ୍ଗେ ସାଙ୍ଗେ ମଶା ପାଦୁକା କାଢି ପରମେଶ୍ୱରଙ୍କ ପ୍ରେଜେନ୍ସକୁ ପଳେଇ ଯାଉଛନ୍ତି। ଯେ ଯୋଉ ସମୟରେ ଝିଅସୁଏକୁ ପରମେଶ୍ୱର ଭେଟଘାଟ କଲେ, କହିଲେ ତୁମେ ପବିତ୍ର ସ୍ଥାନରେ ଠିଆ ହେଇଛ, ପାଦରୁ ପାଦୁକା କାଢି ଦିଅ, ସେଇ ସମୟରେ ଝିଅସୁଏ ପାଦୁକା କାଢି ପରମେଶ୍ୱରଙ୍କ ପ୍ରେଜେନ୍ସକୁ ଯାଉଛନ୍ତି। ପ୍ରିୟମାନେ, ଆଜି ଆମର ଚର୍ଚ୍ଚର ଅବସ୍ଥା କେମିତି? ଆଜି ଆମମାନଙ୍କର ପରିବାରର ଅବସ୍ଥା କେମିତି? ଆମେ କେତେ ପରିମାଣରେ ପରମେଶ୍ୱରଙ୍କୁ ଆମେ ଗୌରବ ଦଉଛୁ? ଆମମାନେ ବାଇବଲ ମଧ୍ୟ ପଢିବୁ, ସାଇଡରେ ମୋବାଇଲ ଥିବ। ଆମେ ବାଇବଲ ପଢୁଥିବୁ, ମୋବାଇଲକୁ ଟିକେ ଦେଖୁଥିବୁ, ବାଇବଲ ପଢୁଥିବୁ, ମୋବାଇଲକୁ ଟିକେ ଆମେ ଦେଖୁଥିବୁ। ଆମେ ପରମେଶ୍ୱରଙ୍କ ବାକ୍ୟକୁ ମଧ୍ୟ ସମ୍ମାନ ଦେବାଟା ଆମମାନଙ୍କର କମିଗଲା। ସେଥିପାଇଁ ପରମେଶ୍ୱର କି ପ୍ରକାର ଭାବରେ ଆମମାନଙ୍କ ସହିତ କଥାବାର୍ତ୍ତା ହେବେ? କେତେ ଦୁଃଖର ବିଷୟ ଯଦି ଆଜିର ପୁଅ ଝିଅ
को जदि आपण पचारिबे इंडियन क्रिकेट टीम रो 12 जन खेलाड़ींकर ना कुह से कहिबे 12टा नहीं आज्ञा मते 24 खेलाड़ींकर ना जणा मात्र यीशुंकर 12 शिष्यर ना कौन पितर जहन जाकुब कही मुंड कुंडेबाटा आरंभ करिवे सेमानंकु सेटा जणा नहीं सेटा फिल्म रो हीरो मानकर ना गुड़िक जड़ा अच्छी मात्र बाइबल रो पुस्तक गुड़िकर ना जड़े तो जो कहगला आज्ञा मीटिंग रे बसी से कहले हबकुक पुस्तक खोल बोली कहबारू से नूतन नियम खोजबा आरंभ कला खोजु 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 न मिलबारू लास्ट कहला आज्ञा मोर बाइबल रे हबकुक पुस्तक नाई बोली से कहला आमर युवा युवती मानकर अवस्था केमिति हेलानी जे सेमाने फिल्म हीरो मानकर ना गुड़िक जड़ा अच्छी मात्र बाइबल रो पुस्तक गुड़िक कोठी कौन अच्छी से मान को जड़ा नहीं बाइबल रो परमेश्वर कहती जो माने आंभ को गौरव दियंती आमे तांकु गौरव देबा तांकु ऊपर को नेबा तांकु आमे उच्च स्थान को आमे नेबा एटा होची परमेश्वर बहुत बड़ प्रतिज्ञा जो समय रे आमे स्वर्ग रे आमे देखुचु परमेश्वर को की प्रकार आदर करा जाउची प्रभु यीशु ख्रीष्ट को की प्रकार भाबे सम्मान करा जाउची आजी मंडली परमेश्वर को से गौरव देवाटा धीरे 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 कमी गलानी धीरे 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 साइड ही गलानी आज बेसी गौरव किए पाउछंती वक्ता मान को बेसी गौरव दिया जाउची आज अन्य प्रभुंक दास मान को मध्य प्रभुंक ठारू बहुत गौरव गुड़िक दिया जाउची मात्र परमेश्वर को स्वर्ग रे केमती गौरव दिया जाउची यदि पढ़िबा प्रकाशित 5 अध्याय एहार 12 पद ସେମାନେ ଉଚ୍ଚ ସ୍ୱରରେ କହୁଥିଲେ ପରାକ୍ରମ ଧନ ଜ୍ଞାନ ଶକ୍ତି ସମ୍ଭ୍ରମ ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହୋଇଥିବା ମେଷ ଶାବକ ହିଁ ଯୋଗ୍ୟ ଅଟନ୍ତି 13 भी पढ़ ଆଉ ମୁଁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ ହଁ ତନ୍ମଧ୍ୟସ୍ଥ ସମସ୍ତ ଏହା କହୁଥିବା ଶୁଣିଲି ପ୍ରଶଂସା ସମ୍ଭ୍ରମ ଗୌରବ ଓ କର୍ତ୍ତାପଣ ଯୁଗେ ଯୁଗେ ସିଂହାସନ ପ୍ରବିଷ୍ଟ ବ୍ୟକ୍ତିଙ୍କର ଓ ମେଷ ଶାବକଙ୍କର प्रेज द लॉर्ड प्रभुंकर गौरव देखो स्वर्ग रे की प्रकार भाव परमेश्वर को प्रभु यीशु ख्रीष्ट को आदर दिया जाए प्रभु सब गौरव तुमर सब सम्मान तुमर सब आदर तुमर आमे आमर परमेश्वर को गौरव देवाटा शिखिबार अछि जड़े व्यक्ति तांको ना हला एली से परमेश्वर ठारू तांकर पुओ मान को बेसी गौरव देले निजर परिवार को बेसी गौरव देले तांकर पुओ माने प्रभु को जानी नाहांती तांको पालक करिदेले तांकर पुओ माने मंडली रो टंका पैसा खाउथिले हेले मध्य देखि देखि तुनी रहउथिले मंडली रो सेवाकाणी स्त्री मान सहित कुकर्म करुथिले हेले मध्य एली याजक किछि कहि नाहांती सेदिमे परमेश्वर कहिले तुम सहित आमे डील करिथिलु तुमे अनंत काल जाय हमर याजक हेबो मात्र आमे से डील को आमे कैंसल करूछु आमे काहे कि कारण तुमरो पुओ माने जेते बेले दुष्ट काम करुथिले पुओ मान को गौरव देलो तुमरो स्त्री को गौरव देलो तुमरो मिनिस्ट्री को गौरव देलो मात्र आंभ को गौरव देलो नहीं सेति पाई तुम सहित हमर डील को आमे कैंसल करूछु आमे प्रभुंकर महानाम धन्यवाद हो प्रिय मानी आमानकर परमेश्वर से गौरव प्रशंसा पाइबार योग्यवंत परमेश्वर अटंती जो माने तांको गौरव दियंती परमेश्वर सेही प्रकार लोक मान को से गौरव दियंती जने एथलीट थिले तांको ना हला एरिक लिटिल से स्कॉटलैंड रो जने 100 मीटर रनिंग रोड एथलीट थिले और से एते सुंदर भाबे धाउथिले 1924 मसीहा जो ओलंपिक रे तांकु निया जाइथिला आ समस्त जानिथिले जे एरिक लिटिल जेमिति हेले मध्य तांकर देश स्कॉटलैंड पाई से गोल्ड मेडल धरिकिना आसीबाटा आसीबे समस्त जानिथिले आ एई जो एरिक लिटिल ए जणे प्रभु को जानिथिबा परित्राण पाइथिबा विश्वासी आउ तांकर सबु जाकर से क्वालिफाई हेले आउ तांकर जो फाइनल रनिंग कंपटीशन थिला सेही दिन ओलंपिक रे सेही दिन रविवार दिन थिला आउ सेही दिन एरिक लिटिल परित्राण पाइथिबा जणे पुओ से कहिले आज संडे आउ मु मोर परमेश्वर को गौरव देवी चर्च को जीवी आज मु कौनसी प्रकार भाव रे से ओलंपिक रो रनिंग रे मु भाग नहीं पारिबी नहीं
ଏଇ ପ୍ରକାର କଥା କହିଲେ। ନ୍ୟୁଜ ପେପରରେ ଚାରିଆଡେ ତାଙ୍କର ଦେଶର ଲୋକମାନେ ସମସ୍ତେ ଆକୁ ଛି ଛି ବୋଲି କହିଲେ। ଆମେ ଏତେ ଭଲ ଏତେ ସୁନ୍ଦର ଆମ ପାଇଁ ଗୋଲ୍ଡ ମେଡାଲ ଆଣିବ ବୋଲି ଭାବିକିନା ଏରିକ୍ ଲିଟିଲକୁ ଆମେ ପଠେଇଥିଲୁ, ମାତ୍ର ସେ କଣ କରୁଛି, ଆମର ଦେଶର ନାଁକୁ ଅପମାନ କରୁଛି। ଆଉ ସେ ସେଇ 100 ମିଟର ରନିଂ ରେସରେ ସେ କମ୍ପିଟିସନ କରୁନାହିଁ। ଆଉ ସେ ଚର୍ଚ୍ଚକୁ ଯାଉଛି, ସେ ଚର୍ଚ୍ଚକୁ ପଳେଇଲେ। କାହାର କଥା ସେ ଶୁଣିଲେ ନାହିଁ। ଯେତେ ଯୋଉଟା ବଚସା କଲେ, ସେ କହିଲେ ମୁଁ ପରମେଶ୍ୱରଙ୍କୁ ଗୌରବ ଦେବି। ଏଇଟା ହଉଛି ପରମେଶ୍ୱରଙ୍କ ଦିନ, ଏଇଟା ଆରାଧନାର ଦିନ, ଏଇଟା ବିଜୟର ଦିନ, ଏଇ ଦିନ ମୁଁ ଚର୍ଚ୍ଚକୁ ଯିବି। ସେଇ ପ୍ରକାର ଭାବରେ ସେ ଗୌରବ ଦେଲେ। ତା ପଛେ ସେଠି ସେ କମ୍ପିଟିସନରେ ଭାଗ ନେବା ପାଇଁ ଦେଲେ ନାହିଁ, କାରଣ ଇଏ ତ ଚର୍ଚ୍ଚକୁ ପଳାଇଲେ। ଏହାପରେ 400 ମିଟର ରନିଂ କମ୍ପିଟିସନରେ ଆଙ୍କର ନାଁ ନଥିଲା, ହେଲେ ମଧ୍ୟ ଆଙ୍କୁ ଡକାଗଲା, ତୁମେ ଆସ ଆଉ ଏ 400 ମିଟର ରନିଂ କମ୍ପିଟିସନରେ ତୁମେ ଅଂଶଗ୍ରହଣ କର। ଏବେ 400 ମିଟରରେ କେବେ ଧାଇଁ ନାହାନ୍ତି, ସବୁବେଳେ 100 ମିଟରରେ ଧାଇଁବା ଲୋକ। କଣ ହେଲା, 2ଟା ୱାର୍ଲଡ ରେକର୍ଡ କରିବା ଲୋକ ସେ 400 ମିଟର ରନିଂରେ ମଧ୍ୟ ଥିଲେ। ମାତ୍ର ଯେତେବେଳେ ରନିଂ କମ୍ପିଟିସନ ହେଲା, ସେ ସମସ୍ତଙ୍କୁ ହରେଇକିନା 400 ମିଟର ରନିଂ କମ୍ପିଟିସନରେ ୱାର୍ଲଡ ରେକର୍ଡ ସେ କଲେ। ଯେଉଁ ନ୍ୟୁଜ ପେପରରେ ଆଙ୍କ ବିରୁଦ୍ଧରେ ଲେଖାଯାଇଥିଲା ଏରିକ୍ ଲିଟିଲ ସେ ଭଲ ଲୋକ ନାହାନ୍ତି, ସେଇ ନ୍ୟୁଜ ପେପରରେ ପୁନର୍ବାର ଲେଖାଗଲା ସେ ଆମ ଦେଶ ପାଇଁ ଗୋଲ୍ଡ ମେଡାଲ ଆଣିଛନ୍ତି। ଯେତେବେଳେ ସେ ନିଜର ଦେଶକୁ ଫେରି ଆସିଲେ, ସମସ୍ତେ ଏତେ ପ୍ରଶଂସାରେ ତାଙ୍କୁ ନେଲେ। ପ୍ରିୟମାନେ, କହିବା ପାଇଁ ଚାହେଁ, ଯୋଉମାନେ ପରମେଶ୍ୱରଙ୍କୁ ଗୌରବ ଦିଅନ୍ତି, ପରମେଶ୍ୱରଙ୍କୁ ସମ୍ମାନ ଦିଅନ୍ତି, ପରମେଶ୍ୱର ସେହି ପ୍ରକାର ଲୋକମାନଙ୍କୁ ସମ୍ମାନ ଦେବା ପରମେଶ୍ୱର ସେ ଅଟନ୍ତି। ଏରିକ୍ ଲିଟିଲକୁ କି ପ୍ରକାର ଭାବରେ ପରମେଶ୍ୱର ସମ୍ମାନ ଦେଲେ। ପ୍ରଭୁଙ୍କ ଦାସ ସୁରଜ ପ୍ରେମାନୀ, ସେ ଗୋଟିଏ ଅଫିସରେ କାମ କରୁଥିଲେ। ତାଙ୍କର ବସ୍ ତାଙ୍କୁ କହିବାର ଅଛି, କହିଲେ ଦେଖ ଅନେକ ଲୋକ ମତେ ପଇସା ମାଗୁଛନ୍ତି, ଆଉ ତୁମେ ଫୋନ ଉଠେଇକିନା କୁହ ବସ୍ ନାହାନ୍ତି। ବସ୍ ସେଠି ଏକା ଅଛନ୍ତି। କହିଲେ ବସ୍ ନାହାନ୍ତି, ତୁମେ କହିଦିଅ। ସେ ଫୋନ ଉଠେଇଲେ, ଫୋନ ଧରିଲେ, ହାଲୋ ବୋଲି କହିଲେ। ଆଉ ହାଲୋ ବୋଲି କହୁଛନ୍ତି ବସ୍ ଏଠି ଏକା ବସିଛନ୍ତି, ନିଅନ୍ତୁ ଫୋନ ନିଅନ୍ତୁ। ଯେତେବେଳେ ଏଇ ପ୍ରକାର ବ୍ୟବହାର କଲେ, ସେ କହିଲେ ତୁ କାହିଁକି ମିଛ କଥା କହିଲୁ ନାହିଁ? ସେ କହିଲେ ଆଜ୍ଞା, ମୁଁ ଜଣେ ଖ୍ରୀଷ୍ଟିଆନ, ମୁଁ ପ୍ରଭୁଙ୍କୁ ପାଇଥିବା ଲୋକ, ମୁଁ କୌଣସି ପ୍ରକାର ମିଛ କଥା କହିବି ନାହିଁ। ହେଲେ ଠିକ ଅଛି, ତୋର ଚାକିରି ଗଲା। ତାକୁ ଚାକିରିରୁ ବାହାର କରିଦେଲେ। ଆଜି ଦେଖନ୍ତୁ, ସୁରଜ ପ୍ରେମାନୀ ଇଣ୍ଡିଆ ନାହିଁ, ଇଣ୍ଡିଆ ବାହାରେ ମଧ୍ୟ ଗୋଟେ ବହୁତ ବଡ ବକ୍ତା। ତାଙ୍କୁ ଡେଟ୍ ପାଇବାଟା ତାଙ୍କର ବହୁତ କଷ୍ଟ, କାରଣ ଯୋଉମାନେ ପରମେଶ୍ୱରଙ୍କୁ ଗୌରବ ଦିଅନ୍ତି, ପରମେଶ୍ୱର ସେହି ଲୋକମାନଙ୍କୁ ଗୌରବ ଦିଅନ୍ତି, ତାଙ୍କୁ ପ୍ରଶଂସା କରନ୍ତି, ତାଙ୍କୁ ଉପରକୁ ନିଅନ୍ତି। ଏମିତି ଜଣେ ଲୋକକୁ ମଧ୍ୟ ଆପଣ ପାଇବେ ନାହିଁ, ମୁଁ ପରମେଶ୍ୱରଙ୍କୁ ମୋ ଜୀବନରେ ପ୍ରଥମ ସ୍ଥାନ ଦେଲି, ପରମେଶ୍ୱରଙ୍କୁ ମୁଁ ଆଗରେ ରଖିଲି, ମାତ୍ର ପରମେଶ୍ୱର ମତେ ସେ ପଛରେ ରଖିଦେଲେ, ସେମିତି ନାହିଁ। ସବୁ ସ୍ଥାନରେ ଏଠୁ ବାକ୍ୟ ଗୋଟେ ପଢିବା, ଯଦି ଆପଣ ମୋ ସହିତ ପଢିବେ ଜିସାବନ 58 ଅଧ୍ୟାୟ, ପରମେଶ୍ୱରଙ୍କ ପ୍ରତିଜ୍ଞା ଗୁଡିକକୁ ଜାଣନ୍ତୁ। ଏରିକ୍ ଲିଟିଲ କି ପ୍ରକାର ଭାବରେ ପରମେଶ୍ୱରଙ୍କ ବାକ୍ୟକୁ ସେ ପାଳନ କଲେ। 58 ଅଧ୍ୟାୟର 13-14 ଦୁଇଟା ପଦ ଆମେ ପଢିବା। ତୁମ୍ଭେ ଯେବେ ବିଶ୍ରାମ ବାର ଲଙ୍ଘନରୁ ଆମ୍ଭ ପବିତ୍ର ଦିନରେ ନିଜ ଅଭିଳାଷ ଚେଷ୍ଟାରୁ ଆପଣା ପାଦ ଫେରାଅ, ପୁଣି ବିଶ୍ରାମ ବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀୟ ବୋଲି କୁହ, ଆଉ ନିଜ କାର୍ଯ୍ୟ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ, ତେବେ ତୁମ୍ଭେ ସଦାପ୍ରଭୁଙ୍କ ଠାରେ ଆନନ୍ଦ କରିବ। ପୁଣି ଆମ୍ଭେ ତୁମ୍ଭକୁ ପୃଥିବୀର ଉଚ୍ଚସ୍ଥଳୀ ମାନରେ ଆରୋହଣ କରାଇବା, ଆଉ ତୁମ୍ଭ ପିତା ଯାକୋବର ଅଧିକାର ତୁମ୍ଭକୁ ଭୋଗ କରାଇବା, କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି। ପୃଥିବୀର ଉଚ୍ଚ ସ୍ଥଳୀ ମାନଙ୍କରେ ଆମେ ତୁମକୁ ଆରୋହଣ କରାଇବା। ତୁମେ ଯେବେ ଆମମାନର ବିଶ୍ରାମ ବାରକୁ ଯଦି ତୁମେ ନିଜର ସୁଖା ଚେଷ୍ଟା କରିବ ନାହିଁ। ଆଜି ବିଶ୍ରାମ ବାରରେ ଲୋକ ପିକନିକ ଯାଉଛନ୍ତି। ଆଜି ରବିବାର ଦିନ ଲୋକମାନେ ଝିଅ ଦେଖିବା ପାଇଁ ଯାଉଛନ୍ତି। ଆଜି ରବିବାରରେ ଲୋକମାନେ ସେମାନେ କ୍ରିକେଟ ଖେଳ ଦେଖିବା ପାଇଁ ଯାଉଛନ୍ତି, ଜର୍ଣ୍ଣି କରୁଛନ୍ତି। ମାତ୍ର ପରମେଶ୍ୱର କହୁଛନ୍ତି, ତୁମେ ଯଦି ଆମର ଦିନକୁ ତୁମର ନିଜର ସୁଖ ଚେଷ୍ଟା ନ କରି ଆମର ସୁଖ ଚେଷ୍ଟା କରିବ, ତାହେଲେ ଆମେ ତୁମକୁ ଉପରକୁ ଉଠେଇବା, ବହୁତ ଉଚ୍ଚ ସ୍ଥଳୀ ଗୁଡିକ ରଖିବା। ଏରିକ୍ ଲିଟିଲ ସେଇ ପ୍ରକାର ଭାବରେ ପରମେଶ୍ୱରଙ୍କ ଦିନକୁ ସେ ଉଚ୍ଚ ସମ୍ମାନ ଦେଲେ, ସେଥିପାଇଁ ପରମେଶ୍ୱର ମଧ୍ୟ ତାଙ୍କୁ ଉପରକୁ ଉଠେଇଲେ। ଆଜି ଆମମାନଙ୍କର ପରିବାରରେ ଆମମାନଙ୍କର ପୁଅ ଝିଅ ମାନଙ୍କୁ ମଧ୍ୟ ଆମେ ଏହା ଶିଖେଇବାର ଆବଶ୍ୟକ ରହିଛି। ସଣ୍ଡେ ଚର୍ଚ୍ଚକୁ ଯିବାର ଅଛି, ସେଦିନ କ୍ରିକେଟ ଖେଳର ଦିନ ନାହିଁ, ପିକନିକର ଦିନ ନାହିଁ, କୋଉ ସାଙ୍ଗ ସାଥି ସହିତ ବୁଲି ଯିବାର ଦିନ ନାହିଁ। ସେଦିନ ପରମେଶ୍ୱରଙ୍କର ଦିନ। ଆମେ ଚର୍ଚ୍ଚକୁ ଯାଇ ପରମେଶ୍ୱରଙ୍କର ଗୌରବ ମହିମା ଆମେ କରିବାର ଆବଶ୍ୟକ ରହିଛି। ଏଇ ପରମ୍ପରା ଆମମାନଙ୍କର ପରିବାର ଗୁଡିକରେ ରହିବାକୁ ପଡିବ। ଯେତେବେଳେ ଆମେ ପରମେଶ୍ୱରଙ୍କୁ ଗୌରବ ଦେବା,
परमेश्वर मध्य कहउचंती से मध्य आम्भको गौरव देवे। जो पद आमे पढ़िथिलु प्रथम सामुएल 2 अध्याय 30 पदर मु पढ़ुची आपण मान निमंते बी पार्टा। कारण जो माने आम्भर गौरव करती बोले जो माने आमको मुंड उपरे रखती आमको उच्च रे रखंतु प्रथम रे रखती आम्भे सेमानंकर गौरव करिबा। केते बड़ कथा स्वर्गर परमेश्वर से कहउचंती जदि तुमे आमको गौरव करिवो आम्भे मध्य तुमर गौरव करिबा आम्भे मध्य तुमको उच्च रे रखिबा। एटा ए प्रतिज्ञा को आपण मने रखंतु। जो माने परमेश्वर को गौरव करती परमेश्वर से ऊपर को उठेबा परमेश्वर से अटंती प्रभुंकर गौरव। आसंतु बाइबल गोटे पद आमे पढ़िबा एमिति अनेक पद आमे पढ़िएबो मात्र आमे एई पद पढ़ी प्रभुंकर स्तुति महिमा करिबा। आमे दानिएल पुस्तक एहार 1 अध्याय 8 पद पढ़िबा। मात्र राजार आहार्य द्रव्य ओ ताहार पानीय द्राक्षारस रे आपना को असुचि न करिबा पाई दानिएल निज मन रे स्थिर कले। एहेतु से जेपरि आपना को असुचि न करंती एथि पाई से नपुंसकत्वपति को निवेदन कले निवेदन कला। कि प्रकार भाव दानिएल युवा व्यक्ति विदेश रे रहउचंती बंधा दास भाव से बाबिलोन को जाइचंती। बाबिलोन रे तांको गोटे अपॉर्चुनिटी मिलुची जे से राजांकर खाद्य खाइबाटा एमानंकु गोटे कृतदास परि बांधिकिना निया जाइची। तांको एई प्रकार सुजोग मिलुची राजा जो मेजरू खाउचंती सेई मेजरू खाइबो आ राजा जो द्राक्षारस पिउचंती सेई द्राक्षारस तुमे पीबो। आज दुनिया लोक माने तो सही खाद्य खाइबा पाई चाहउचंती ना रॉयल फूड खाइबा को समस्त को इच्छा। यदि कोनोसी गोटे बड़ होटल रे जिबे खाइबा पाई फास्ट खाइबा पूर्व प्रार्थना नहीं फास्ट खाइबा पूर्व सेल्फी गोटे उठे देबे सेल्फी उठेकिना स्टाटस गोटे मारिदेबे मु जाइथिली अमुक होटल रे खाइबा पाई। देखो कि प्रकार भयंकर आज लोक माने निजर गौरव करिबा पाई बहुत बहुत से माने आगो को आसुचंती निजर गौरव निजको देखेबा पाई। ए प्रकार देखंतु अनेक लोक अछंती सेमानको जीवन रे जदी किछि गोटे बड़ विषय हैला परमेश्वर को गौरव देबे नहीं मनुष्य को गौरव देबाटा स्टार्ट करिवे। सेमान कहिबे जदल मेडिकल रे जिबे सुस्थ होई आसीबे पाड़ी डॉक्टर थिबारु मु सुस्थ होई गली पंडा डॉक्टर थिबारु मु सुस्थ होई गली मोर से अमुक लोक एतिकी लक्ष टंका देबारु मु सुस्थ होई गली। परमेश्वर को से स्थान नाही सेमान परमेश्वर गौरव देबाटा धीरे 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 लोक कमी जाउची। लोक माने परमेश्वर को गौरव दउ नाहंती से माने अन्य मनुष्य मान को से माने गौरव दउछन। मात्र एटी दानिएल को आपण देखंतु जुवा व्यक्ति एते टेस्टी फूड बुझंतु जदि क्या कहा जे आमर मुख्यमंत्री जी रोसे कर आम खाद्य आसो कि आम प्रधानमंत्री खाद्य आसो कहले ओ आमे कि खुशी कि आनंद रे आमे कहू जा हो से जगार मते खाइबाटा आसुची। मात्र एई जगार राजा कर खाद्य को से मना करुचंती कहीं कारण दानिएल बाइबल जानी व्यक्ति से मनिच्छा पशुर मांस से खाई पारिबे नहीं। कारण बाइबल रे लेवी पुस्तक लिखा जाइछि जो पशु से पाकुली करुथिबो आउरी जहार खुरा विभक्त सेही प्रकार पशुर मांस ही तुमे खाइबो। आउ तुमे जेते बेले मध्य कोनोसी पशु को वध करिवो तार रक्त को संपूर्ण भाव रे बाहर करि देई कोसेर फूड तुमे खाइबो। ए प्रकार भाव रे नियम गुडी को बाइबल रे अछि। से देखुचंती मो पाई मो चाकरी बड़ कथा नुई मोर पाई मोर परमेश्वरंकर वाक्य बड़ कथा। दानिएल कोन करचंती परमेश्वरंकर वाक्य को बहुत ऊपरे बहुत टॉप रे रखुचंती। प्रिय माने से जानिचंती राजांकर मेजरे जो खाद्य आसीबो मूर्ति आगरे बलिदान कला परे सेही पशु को आनी से रोसेई कला परे से माने खाइबे। सेति पाई से डिसाइड कले नाही मो पाई चाकरी बड़ कथा नुए मो पाई कैरियर बड़ कथा नुए मो पाई मोर परमेश्वर बड़ कथा मो परमेश्वर को वाक्य ही सबुठारु बड़। सेति पाई से मन मध्य डिसाइड कले निष्पत्ति नेले नाही मु केबे हेले मध्य परमेश्वरंकर वाक्य को मु तळकु पकेइबी नाही। देखंतु जणे व्यक्ति विदेश रे रही जुवा व्यक्ति की प्रकार भाव रे परमेश्वरंकर वाक्य को से आदर दउछंती सम्मान दउछंती। जेतले से प्रकार से डिसाइड कले निष्पत्ति कले आउ समस्ते राजांकर खाइबाटा खाइले मात्र आंके डाली भात खाइले आंकु साधारण खाद्य आंकु दिया गला ए साधारण खाद्य बाछि नेले मोर खाइबाटा पीबाटा रे मु
କମ୍ପ୍ରମାଇଜ କରିପାରିବି ସିନା ଆମ ପ୍ରଭୁଙ୍କ ବାକ୍ୟରେ କେବେ ହେଲେ ମଧ୍ୟ କମ୍ପ୍ରମାଇଜ କରିପାରିବି ନାହିଁ। ଆଜି ଏଇ ପ୍ରକାର କେତେ ଆମମାନଙ୍କର ଲୋକମାନଙ୍କୁ ଆମେ ଦେଖୁଛୁ। ଆମେ ଦାନିଏଲ ପରି ଯୁବା ଯୁବତୀ ମାନଙ୍କୁ ପରମେଶ୍ୱର ଖୋଜୁଛନ୍ତି ତାଙ୍କ ସପକ୍ଷରେ ଆପଣାକୁ ବଳବାନ କରି ନିଜକୁ ମହାନ ଦେଖେଇବା ପାଇଁ। ଦାନିଏଲ ବାବିଲୋନରେ ରହିଲେ, ଏସବୁ ଖାଇଲା ପରେ ଯେତେବେଳେ ସବୁ କିଛି ସମାପ୍ତ ହଉଛି, ଏମାନଙ୍କର ପରୀକ୍ଷା କରିବାର ସମୟ ଆସିଲା। ସେଇ ସମୟରେ କଣ ପରୀକ୍ଷା କରାଯାଉଛି? ପଢିବା ଦାନିଏଲ 1:18 ଆଉ ରାଜା ସେମାନଙ୍କ ନିକଟକୁ ଆଣିବା ନିମନ୍ତେ ଯେଉଁ ସମୟ ନିରୂପଣ କରିଥିଲା, ତାହା ଶେଷ ହୁଅନ୍ତେ ନପୁଂସକୋପତି ସେମାନଙ୍କୁ ନବୁକଦ୍ନେଚ୍ଚାରର ସାମ୍ନାକୁ ଆଣିଲେ। ପୁଣି ରାଜା ସେମାନଙ୍କ ସଙ୍ଗେ ଆଳାପ କଲା, ଆଉ ସେହି ସମସ୍ତଙ୍କ ମଧ୍ୟରେ ଦାନିଏଲ, ହନାନୀୟ, ମିଶାଏଲ ଓ ଅସର୍ୟ ସମାନ କେହି ଦେଖାଗଲେ ନାହିଁ। ଏଣୁ ଏମାନେ ରାଜାଙ୍କ ଛାମୁରେ ଠିଆ ହେଲେ। ଦେଖନ୍ତୁ କି ଆଉ ପ୍ରକାର ଭାବରେ ଯୋଉମାନେ ରାଜାଙ୍କର ମେଜରୁ ଖାଉଛନ୍ତି, ଟେଷ୍ଟି ଫୁଡ ଖାଉଛନ୍ତି, ସେମାନେ ଦାନିଏଲଙ୍କ ସହିତ କି ସଦ୍ରକ ମୈସଦ ଅବେଦନଗୋଙ୍କ ସହିତ କୌଣସି ପ୍ରକାର ଭାବରେ ସମାନ ହେଲେ ନାହିଁ। ପ୍ରିୟମାନେ, ଖାଇବା ପିଇବା ଦ୍ୱାରା ଆମକୁ ଜ୍ଞାନ ଆସେ ନାହିଁ, ମାତ୍ର ସଦାପ୍ରଭୁ ବିଷୟକ ଭୟ ହିଁ ଜ୍ଞାନର ଆରମ୍ଭ। ଏତେ ଜ୍ଞାନ ଆମର ଲୋକମାନେ ଯୋଉ ସମୟରେ ଭାବରେ ପରମେଶ୍ୱରଙ୍କର ବାକ୍ୟକୁ ଗୌରବ ଦେବେ। ଏଲି ସେ ପରମେଶ୍ୱରଙ୍କୁ ଗୌରବ ଦେଲେ ନାହିଁ, ନିଜର ପୁଅ ଝିଅକୁ ଗୌରବ ଦେଲେ, ନିଜ ପରିବାର ଲୋକଙ୍କୁ ଗୌରବ ଦେଲେ। ଠିକ ଅଛି, ଆମର ପୁଅମାନେ ତ ଟିକେ ମଣ୍ଡଳୀରେ ଟିକେ ଭୁଲ କାମ କରୁଛନ୍ତି, ଚଳିଯିବ। ପରମେଶ୍ୱରଙ୍କ ନାମକୁ ଅପମାନିତ ହଉଛି, ସେଟା ଏଲିଯାଜକ ଦେଖିଲେ ନାହିଁ, ନିଜର ପୁଅ ଝିଅକୁ ଗୌରବ ଦେଲେ। ମାତ୍ର ଏଇ ସ୍ଥାନରେ ଆମେ ଦାନିଏଲକୁ ଦେଖୁଛୁ। ଆମେ କି ପ୍ରକାର ଭାବରେ ପରମେଶ୍ୱରଙ୍କୁ ସେ ଗୌରବ ଦଉଛନ୍ତି। ମୁଁ ଆଜି ଆପଣଙ୍କୁ କହିବା ପାଇଁ ଚାହୁଁଛି, ଆପଣ ଗାଁରେ ରୁହନ୍ତୁ କି ସହରରେ ରୁହନ୍ତୁ, ଆପଣ ଶିକ୍ଷିତ ଅଶିକ୍ଷିତ, ପୁରୁଣା ଖ୍ରୀଷ୍ଟିଆନ କି ନୂଆ ଖ୍ରୀଷ୍ଟିଆନ ଯାଏ ଆସେ ନାହିଁ, ଆପଣ କଣ ପରମେଶ୍ୱରଙ୍କୁ ଗୌରବ ଦଉଛନ୍ତି? ଯେବେ ଯେବେ ଆମେ ପରମେଶ୍ୱରଙ୍କୁ ଗୌରବ ଦେବା, ପରମେଶ୍ୱର ମଧ୍ୟ ସେ ଆମକୁ ଗୌରବ ଦେବେ। ଏତେ ଭୟଙ୍କର ଭାବରେ ଗୌରବ ଦେଖିଲେ, ଆରେ ଏ ଦାନିଏଲ ଗୋଟେ ଛୋଟ ପିଲା ହେଇ, ଯୁବା ପିଲା ହେଇ ମୋର ବାକ୍ୟକୁ ଏତେ ମାନୁଛି। ଏଇ ଯୋଉ ଆଜ୍ଞା ଯାକ ଦିଆଯାଇଥିଲା, ବେଶୀ ବଡ ବଡ ଆଜ୍ଞା ନାହିଁ, ମୂର୍ତ୍ତି ପୂଜା କର ନାହିଁ, ତୁମେ ବ୍ୟଭିଚାର କର ନାହିଁ, ଏଇ କଥାକୁ ସେ ଏତେ କହିଲେ ବଡ ଆଜ୍ଞା ଗୁଡିକ, ମାତ୍ର ଛୋଟ ଆଜ୍ଞା ଗୁଡିକକୁ ପାଳନ କଲେ। ସାନ ସାନ ଆଜ୍ଞା ଗୁଡିକ, ନାଇଁ ବଳି ମାଂସ ଖାଇବା କଥା ନୁହେଁ, ନାଇଁ କୋସେର ଫୁଡ ଆକା ଖାଇବା କଥା, ଏଇସବୁ ମାନିବାରୁ କଣ ଲେଖାଗଲା 20 ପଦରେ ପଢିବା ଆମେ, ଆଉ ଜ୍ଞାନ ଅବୁଦ୍ଧି ସମ୍ବନ୍ଧୀୟ ଯେ କୌଣସି କଥା ରାଜା ସେମାନଙ୍କୁ ପଚାରିଲା, ସେଇ ସକଳ ବିଷୟରେ ସେ ଆପଣାର ସମଗ୍ର ରାଜସ୍ୱ ଯାବତୀୟ ମନ୍ତ୍ରବେତ୍ତା ଓ ଗଣକ ଅପେକ୍ଷା ସେମାନଙ୍କର ବିଜ୍ଞତା 10 ଗୁଣ ଅଧିକ ଦେଖିଲା। ଦେଖନ୍ତୁ କି ଭୟଙ୍କର ବିଷୟ। ଅନ୍ୟମାନଙ୍କ ଠାରୁ 10 ଗୁଣ ଅଧିକ ଏମାନଙ୍କର ଜ୍ଞାନ ଦେଖାଗଲା। ମାତ୍ର ଆଜି ଦେଖନ୍ତୁ, ଆମମାନଙ୍କର 10th ରିଜଲ୍ଟ ଆସିଲା ବେଳେ ସେ ଉପର ଲିଷ୍ଟରେ କେଉଁ ପିଲାମାନଙ୍କର ନାଁ ଥାଉଛି? ଆମ ଖ୍ରୀଷ୍ଟିଆନ ପିଲାମାନଙ୍କ ନାଁ ଥାଉଛି? ନାଇଁ, ଆମର ଖ୍ରୀଷ୍ଟିଆନ ପିଲାମାନେ ଟପରେ ଅଛନ୍ତି, ସେଠି ଆମର ପିଲାମାନଙ୍କ ନାଁ ନାହିଁ। କାରଣ ଆମର ପୁଅ ଝିଅ ମାନଙ୍କୁ ଆମେ ବାକ୍ୟର ସେଇ ଗୁରୁତ୍ୱତାକୁ ଆମେ ବୁଝାଉନୁ, ବାକ୍ୟକୁ ପ୍ରଭୁଙ୍କୁ କି ପ୍ରକାର ଭାବେ ସମ୍ମାନ ଦେବା ସେଇଟା ଆମେ ବୁଝାଉନୁ। ସେଇଟା ଆମମାନଙ୍କ ପାଇଁ ଅସୁବିଧା ହଉଛି। ଯେତେବେଳେ ଆମେ ପରମେଶ୍ୱରଙ୍କୁ ଗୌରବ ଦେବା, ପରମେଶ୍ୱର ମଧ୍ୟ ଆମକୁ ଗୌରବ ଦେବେ, ଆମକୁ ଉଚ୍ଚରେ ନେବେ। ଦାନିଏଲକୁ ବାବିଲୋନରେ ବିଜାତି ମାନଙ୍କର ଗୋଟେ ଦେଶରେ, ସେଇ ଦେଶରେ ଅନ୍ୟମାନଙ୍କର ଜ୍ଞାନ, ଅନ୍ୟମାନଙ୍କର ପାଣ୍ଡିତ୍ୟ ଠାରୁ ଆଙ୍କର ଜ୍ଞାନ ବୁଦ୍ଧି 10 ଗୁଣ ଅଧିକ ଥିଲା। ଗୋଟେ ଗୁଣ 2 ଗୁଣ ହେଇଥିଲେ ହେଇଥାନ୍ତା, ମାତ୍ର 10 ଗୁଣ ଅଧିକ ଥିଲା। କାହିଁକି ଅଧିକ ଥିଲା? କିଏ ତାଙ୍କୁ ଏତେ ଜ୍ଞାନ ବୁଦ୍ଧି ଦେଲେ? ପରମେଶ୍ୱର ଦେଲେ। କାହିଁକି? ଏମାନେ ପରମେଶ୍ୱରଙ୍କୁ ଗୌରବ ଦେଲେ। ଆମେ ପରମେଶ୍ୱରଙ୍କର ବାକ୍ୟକୁ ମାନିବା, ଚାକିରି ମିଳୁ ନ ମିଳୁ। ପ୍ରିୟମାନେ, ଆମମାନଙ୍କର ପୁଅ ଝିଅକୁ ଶିଖେଇବାର ଆବଶ୍ୟକ ରହିଛି। ତୁ ପରୀକ୍ଷା ହଲକୁ ଯାଉଛୁ ଏକ୍ଜାମ ଦେବା ପାଇଁ, ତୁ କେବେ ହେଲେ ମଧ୍ୟ କପି କରିବୁ ନାହିଁ, ଏଇଟା ଆମେ ଶିଖେଇବାର ଆବଶ୍ୟକ ରହିଛି। ଥରେ ଜଣେ ପାଳକ ସେ ପ୍ରାର୍ଥନା କରି ପଠେଇଲେ, ପ୍ରଭୁ ଏଇ ଯୋଉ ବିଶ୍ୱାସୀ ଭାଇ ଭଉଣୀ ମାନେ ଯାଉଛନ୍ତି ପରୀକ୍ଷା ଦେବା ପାଇଁ, ପ୍ରଭୁ ସେମାନଙ୍କୁ କପି ଲେଖିବାରେ ମଧ୍ୟ ସାହାଯ୍ୟ କର, କୌଣସି ଅସୁବିଧା ନ ହଉ, କପି ଲେଖିଲା ବେଳେ ଧରା ମଧ୍ୟ ନ ପଡୁ, ଏମିତି ପ୍ରାର୍ଥନା କରି ପଠେଇବ। ଯଦି ଆମେ କପି କରିକିନା ଗୋଟେ ପିଲା ଯଦି ପାସ୍ ହେଇଥିବ, ତାହେଲେ ଭାବି ଦେଖନ୍ତୁ, ସେ କେବେ ମଧ୍ୟ ପରମେଶ୍ୱରଙ୍କୁ ଗୌରବ ଦେଇପାରିବ ନାହିଁ। ସେ ସାମ୍ନାରେ ଠିଆ ଆସିକିନା କହି ମଧ୍ୟ ପାରିବ ନାହିଁ, ମତେ ପ୍ରଭୁଙ୍କ ଅନୁଗ୍ରହରେ ମୁଁ ପାସ୍ ହେଲି। ନାଇଁ, ତୁ କପିର ଅନୁଗ୍ରହରେ ତୁ ପାସ୍ ହେଇଛୁ। ଆମମାନଙ୍କର ଜୀବନରେ ସବୁଠୁ ଇମ୍ପୋର୍ଟାଣ୍ଟ ବିଷୟ ହେଲା
परमेश्वर को गौरव देवा परमेश्वर को उच्चरे रखिबा जेकोसी क्षेत्र रे मध्य जेकोसी परिस्थिति रे मध्य आम जीवन रे प्रभु को ही ऊपर को रखिबार अछि प्रभु ही आम जीवन रे ऊपर को रहिबार अछि दानियल से प्रकार काम कले प्रिय माने परमेश्वर को जो माने गौरव दियंती परमेश्वर से प्रकार लोक मान को से गौरव देवा परमेश्वर से अठंती आपण मान देखंतु एई स्थान रे मध्य जदि आमे दानियल 3 अध्याय पढिबा एई स्थान रे की प्रकार भाव रे राजा गोटे सुनार मूर्ति तैयारी करिसंती आ सुनार मूर्ति सामना रे समस्ते नतमस्तक होउछंती समस्ते मुंडिया मारुछंती मात्र एई 3 जण जुबा से माने मुंडिया मारुना ए 3 जण जुबा से माने परमेश्वर को मुंडिया मारुछंती कहले आमर बेक काटी जाओ आमको चाकरी पड़े जाओ जाय आशा नहीं आमे केवल परमेश्वर को गौरव करिवो राजा सामना रे ठिया होउछंती से माने पढिबा 16 पदरु सद्रक मैशक अबेदनगो राजा को उत्तर करी कहिले हे नबुकदनेस्सर ए विषय रे आपनको उत्तर देबार आम मानकर प्रयोजन नहीं जेबे से परी हुए तेबे आम्भे माने जहांकर सेवा करू आम मानकर सही परमेश्वर आम मानक प्रज्वलित अग्निकुंडरू रक्षा करने समर्थ अटंती आउ हे महाराज से आपनको हस्तरू आम मानक उद्धार करिवे ई प्रकार कथा बुझी पारजंत एटा होची सेई प्रभु को गौरव देबार कथा जोठी गले मजा ख्रिस्टियन आज्ञा आमे प्रभु को जानिथिबा लोक आमे एई प्रकार मूर्ति आगे आमे दंडायमान करि परिबनी का सामना रे कहउचंती एटा दुनियार सबुठारो टॉप लेवल रो राजा नबुकदनेस्सर सामना रे जे मान जवाब दउछंती जे चाहिले अग्निकुंड रे फिंगी देबे चाकरी रु संगे संगे बाहर कर देबे तांकु घोड़ी देबे कारागार रे पकेई के रखी देबे मात्र सेई स्थान रे मध्य ए 3 जण जुबा से माने की प्रकार भावे परमेश्वर को ठिया होउछंती प्रिय प्रभु को लोक माने आमर पुओ झियो मान को मोबाइल देखिबारे व्यस्त छाडू नहीं से माने मोबाइल रे लागि रहउछंती आमर पुओ झियो माने एइटा को बेसी व्यवहार करूछंती जेबे मध्य आमे एइटा को कम व्यवहार करिबा आ एइटा को बेसी व्यवहार करिबा को लागिबा सेते बेले आम जीवन रे परिवर्तन गुडी को आसीबा को स्टार्ट हे प्रभु को वाक्य को आमे ऊपर रखिबार अछि परमेश्वर को आम जीवन रे सबटु उच्च स्थान रे आम रखिबार अछि ए माने 3 जण जुबा से माने दानियल को आमे सेठी देखलु एठी आमे 3 जण जुबांकर साहस आमे देखुछु की प्रकार भाव रे परमेश्वर को पय ठिया होचंती आमे परमेश्वर को निमंते आमे ठिया हेबो आमे सब लोक भाबुतबे कोन पाइने टिके मुंडिया मार दउ पछे जाई किना प्रभु दया करी क्षमा करो प्रभु तुमे तो परिस्थिति जानिछो मते दया करी क्षमा करो कंप्रोमाइज जीवन यापन करू नहंती प्रिय माने कहिबा पय चाहि कंप्रोमाइज पर लोक मान को कंप्रोमाइजर मान को परमेश्वर केबे हेले मध्य ऊपर को उठेबे नहीं कंप्रोमाइज मान को केबे हेले मध्य प्रभु सेवा कार्य निमंते आह्वान करिवे नहीं तांको सपक्ष रे आपणा को बलवान देखेबे नहीं मात्र एमाने 3 जण जुबा एमान को हाथ गोड़ हलु नहीं पाटी तत 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 थरु नहीं एमाने सीधा सड़क परमेश्वर को सामना रे जाई सॉरी नबुकदनेस्सर सामना रे जाई नबुकदनेस्सर राजा को जवाब दउछ राजा कहला देखबा ओ प्रभु अछि तुम मान को रक्षा करबो कहले राजा ए विषय रे तुमको कोनोसी प्रकार भाव रे हमको जवाब देबार आवश्यक नहीं आमे जार सेवा करूछु से परमेश्वर हमको उद्धार करिवे आमे जानिछु से हमको रक्षा करबा परमेश्वर से बलवान परमेश्वर आपण राजा हेले से राजा मान को राजा प्रिय माने परमेश्वर को से माने की प्रकार गौरव दउछंती की प्रकार सम्मान दउछंती हमर देशर असुविधा कोन एबे देखंतु एई समय रे आम देश रे आमर देश एई प्रकार गोटे देश जे से माने भगवान मान को किणुछंती एबे किणा बिका चली भयंकर भाव रे से माने किणुछंती ता पछे लोड करिकिना निजर घर को आनी ताको जीवन मध्य दउछंती दुनिया रे और एमती को देश नहीं जो एते धनी देश जे कि प्रभु को किणी पारिबे आमेन प्रभु को किणुछंती बनाउछंती जीवन दउछंती मारी दउछंती विसर्जन कर दउछंती ए प्रकार भाव रे आम देशर परिस्थिति मात्र एठी ए 3 जण जुबा को देखंतु की प्रकार भावे से माने परमेश्वर को निमंते से माने ठिया होउछंती ता पछे कोन कहउछंती 18 पद रे मात्र जेबे न करंती तेबे हे महाराज आम्भे माने जे आपणको देवता गणर सेवा करिबु नाही केबा आपणको स्थापित सुवर्ण प्रतिमा को प्रणाम करिबु नाही एहा आपण ज्ञात होंतु आज्ञा से जदि रक्षा न कले मध्य से आका हमर परमेश्वर
ସେ ଏକା ଆମର ପରମେଶ୍ୱର। ଆମେ ଜାଣିଛୁ ସେ ରକ୍ଷା କଲେ ମଧ୍ୟ ପରମେଶ୍ୱର, ରକ୍ଷା ନ କଲେ ମଧ୍ୟ ପରମେଶ୍ୱର। ଏତିକି ଜାଣନ୍ତୁ, ଆମେ ଆପଣଙ୍କର ସୁବର୍ଣ୍ଣ ପ୍ରତିମାର ମୁଣ୍ଡିଆ ଆମେ ମାରିପାରିବୁ ନାହିଁ। ପରମେଶ୍ୱର ଏସବୁ ବିଷୟ ଗୁଡିକକୁ ଦେଖୁଛନ୍ତି। ଆମେ ଯଦି ପରମେଶ୍ୱରଙ୍କୁ ଗୌରବ ଦେବା, ପରମେଶ୍ୱର ମଧ୍ୟ ଆମକୁ ସେ ଗୌରବ ଦେବେ, ଆମକୁ ଉପରେ ରଖିବେ, ଆମକୁ ଉଚ୍ଚରେ ରଖିବେ। ସେଇଟା ଆମେ ସବୁ ସମୟରେ ଆମେ ପରମେଶ୍ୱରଙ୍କୁ ଗୌରବ ଆମେ ଦେବା, ଆମେ ପରମେଶ୍ୱରଙ୍କୁ ଆମେ ଉଚ୍ଚରେ ରଖିବା। ଆମେ ତାହେଲେ ଭଲ ହେବ। ଯେତେବେଳେ ଏମାନେ ସେମିତି କରିଛନ୍ତି, ରାଜା ରାଗିଗଲେ। ତୁମେ ଆମ ଘରେ ଖାଉଛ, ମୋର ମେଜରୁ ଖାଉଛ, ମୁଁ ଦରମା ଦେଲେ ତୁମେ ଦରମା ପାଉଛ, ମୋର ପଇସାକୁ ନେଇ ପରିବାର ତୁମେ ଚଳଉଛ, ମୋର ପଇସାକୁ ନେଇ ତୁମେ ଭଲ ଡ୍ରେସ ପଟା ପିନ୍ଧୁଛ, ମୋର କଥା ମାନିବ ନାହିଁ। ମୁଁ ରାଜା, ମୋର କଥା ମାନିବ ନାହିଁ। ଗୋଟେ କାମ କର, ତୁମେ ଯାଅ ତ ସେଇ ଅଗ୍ନିକୁଣ୍ଡକୁ 7 ଗୁଣ ଡବଲ କରିଦିଅ, ଭୟଙ୍କର ଭାବରେ ଗରମ କରିଦିଅ। ରାଜାଙ୍କର କ୍ରୋଧ, ମୋର କଥା ମାନିବ ନାହିଁ। ଯାଅ ଯାଅ, ଅଗ୍ନିକୁଣ୍ଡକୁ 7 ଗୁଣ ଅଧିକ କରେଇଦେଲେ। କାହିଁ କରେଇଦେଲେ? ରାଜାଙ୍କୁ କ୍ରୋଧ। ଆମ ଘରେ ଖାଉଛନ୍ତି, ଆମର ଦରମା ନେଉଛନ୍ତି, ଆମର ପ୍ରତିମାକୁ ପ୍ରଣାମ କରିବେ ନାହିଁ। ସେମିତି ରାଗି ଯାଇ ସେ କଣ କଲେ, 7 ଗୁଣ କରିଦେଲେ। ଯୁବା ପିଲାମାନଙ୍କୁ ବାନ୍ଧି ପକେଇଲେ। ବାନ୍ଧି ପକେଇ ତାଙ୍କୁ ନେଇ ସେ ଅଗ୍ନିକୁଣ୍ଡରେ ଫିଙ୍ଗିଦେଲେ। ଫିଙ୍ଗିଦେଲା ପରେ ରାଜା ଭାବୁଛନ୍ତି, ଫିଙ୍ଗୁ ଫିଙ୍ଗୁ ଭିତରୁ କାନ୍ଦବାର ଶବ୍ଦ ଆସିବ। ଓ ପୁଡିଗଲି, ଏମିତି ହେଇଗଲା, ବାପା ବହୁତ କଷ୍ଟ। ରାଜାଙ୍କର କଥା ମାନିଥିଲେ ହେଇଥାନ୍ତା, ବାବା ବାବା ବେଶୀ ଜଳଉଛି, ବେଶୀ ପୁଡୁଛି ବୋଲିକିନା ଚିତ୍କାର କରିବେ ବୋଲି ରାଜା ଶୁଣି ଜଗିଛି। ଆଉ ରାଜା ଜଗିଛି ଯେ ସେମାନେ ଯାଉ ଯାଉ ଚିତ୍କାର କରିବେ। ମାତ୍ର ରାଜା ସେ ଯାଉ ଯାଉ ସେ କଣ କରୁଛି, ତାହାର ଆଖିକୁ ଏମିତି ମଳୁଛି ଆଉ ପଚାରୁଛି, ମନ୍ତ୍ରୀ ମନ୍ତ୍ରୀ ଶୁଣ, ଆମେ କଣ 3 ଜଣଙ୍କୁ ପକେଇ ନଥିଲୁ କି? କହିବାରୁ, ହଁ ମହାରାଜ, ଆମେ 3 ଜଣଙ୍କୁ ପକେଇଥିଲୁ, ମତେ ଏବେ 4 ଜଣ ଦୁଷୁଛନ୍ତି। ଏ ରାଜାଙ୍କର ଗଣିତ ମଧ୍ୟ ଭୁଲ ହେଇଗଲାଣି। ଏବେ ସେ 1 2 3 ହେବା କଥା, ଏବେ 4 ହେଇଯାଉଛି। ସେ ରାଜା ସେ ଅଗ୍ନିକୁଣ୍ଡରେ ଭଲ ଭାବରେ ଦେଖୁଛି। ଆଉ ଦେଖିଲା ବେଳେ ସେ ଜାଣୁଛି ଯେ ଅଗ୍ନିକୁଣ୍ଡରେ ଆମେ 3 ଜଣ ବନ୍ଧା ହେଇଥିବା ଲୋକକୁ ପଠେଇଥିଲୁ, ମାତ୍ର ଆମେ 4 ଜଣ ମୁକ୍ତ ଲୋକଙ୍କୁ ଆମେ ଦେଖୁଛୁ। ପ୍ରିୟମାନେ, ଏଇ ସଦ୍ରକ ମୈସଦ ଅବେଦନଗ ଅଗ୍ନିକୁଣ୍ଡ ବାହାରେ ପରମେଶ୍ୱରଙ୍କୁ ଗୌରବ ଦେଲେ, ଆଉ ପରମେଶ୍ୱର ଅଗ୍ନିକୁଣ୍ଡ ଭିତରେ ସେମାନଙ୍କୁ ସେ ଗୌରବ ଦଉଛନ୍ତି। ପ୍ରିୟମାନେ, ଏମିତି ଆମର ପରମେଶ୍ୱର ସେ ଅଟନ୍ତି। କି ପ୍ରକାର ଭାବରେ ସେ ତାଙ୍କର ଲୋକମାନଙ୍କୁ ଗୌରବ ଦଉଛନ୍ତି, ଚିନ୍ତା କରିବା ଦରକାର। ତୁମେ ମତେ ଗୌରବ ଦେଲ, ରାଜାଙ୍କ ସମ୍ମୁଖରେ ତୁମେ ଠିଆ ହେଲ, ମୋ ପାଇଁ ତୁମେ ଠିଆ ହେଲ, ସେଥିପାଇଁ ମୁଁ ଅଗ୍ନିକୁଣ୍ଡ ଭିତରେ ଆସି ତୁମ ନିମନ୍ତେ ମୁଁ ଠିଆ ହଉଛି। ପ୍ରିୟମାନେ, ଏମିତି ଆମର ପରମେଶ୍ୱର। ଯଦି ଆମେ ପରମେଶ୍ୱରଙ୍କୁ ଗୌରବ ଦେବା, ତାହେଲେ ପରମେଶ୍ୱର ମଧ୍ୟ ଆମକୁ ଗୌରବ ଦେବେ। ଆଶ୍ଚର୍ଯ୍ୟ, ସେମାନେ ଦେଖି ଛାନିଆ ହେଇଗଲେ ଯେ ଏଇ ଭିତରେ କିଏ, ଏ ଚତୁର୍ଥ ବ୍ୟକ୍ତି କିଏ? ସେ ଚତୁର୍ଥ ବ୍ୟକ୍ତି କିଏ ପରି ଦିଶୁଛନ୍ତି? ଯଦି ଆମେ ସେଇ ପଢିବା, ଆମେ ସେଇ ଚତୁର୍ଥ ବ୍ୟକ୍ତି କିଏ ପରି ଦିଶୁଛି, କେଉଁ ପଦ ଲେଖା ଯାଉଛି, ଆମେ ଯଦି ପଢିବା 25। 25 ପଦ। ରାଜା ଉତ୍ତର କରି କହିଲା, ଦେଖ, ମୁଁ ଅଗ୍ନି ମଧ୍ୟରେ ଗମନ କରିବାର 4 ମୁକ୍ତ ଲୋକ ଦେଖୁଅଛି ଓ ସେମାନଙ୍କ କୌଣସି କ୍ଷତି ହୋଇନାହିଁ। ପୁଣି ଚତୁର୍ଥ ଲୋକର ମୂର୍ତ୍ତି ପରମେଶ୍ୱରଙ୍କ ପୁତ୍ର ସଦୃଶ୍ୟ। ଓ ପୁରାତନ ନିୟମରେ ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ସେମାନଙ୍କ ମଧ୍ୟକୁ ଚାଲି ଆସୁଛନ୍ତି। କଣ ପାଇଁ ଏମିତି ହଉଛି? ସମସ୍ତଙ୍କ ପାଇଁ ସେମିତି ହେଇନାହିଁ। ଯୋଉମାନେ ଫିଙ୍ଗିବାକୁ ଯାଇଥିଲେ ସେମାନେ ପୁଡିକିନା ମରିଗଲେ, ମାତ୍ର ଯୋଉମାନଙ୍କୁ ଅଗ୍ନିକୁଣ୍ଡ ଭିତରେ ଫିଙ୍ଗା ଗଲା, ସେମାନଙ୍କ ଡ୍ରେସ ପୋଡିଲା ନାହିଁ, ଚୁଟି ପୋଡିଲା ନାହିଁ, ବନ୍ଧନ ଯାକ ସବୁ ଯାକ ପୋଡିଗଲା। ଆଉ ପରମେଶ୍ୱରଙ୍କୁ ସେମାନେ ଦେଖୁଛନ୍ତି। କାହିଁକି ଏମିତି ହଉଛି? କାରଣ ଏମାନେ ପରମେଶ୍ୱରଙ୍କୁ ଗୌରବ ଦେବା ଲୋକ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯୋଉମାନେ ପରମେଶ୍ୱରଙ୍କୁ ଗୌରବ ଦିଅନ୍ତି, ପରମେଶ୍ୱର ସେମାନଙ୍କୁ ଗୌରବ ଦେବେ। ଯୋଉମାନେ ନିଜ ଜୀବନରେ ପରମେଶ୍ୱରଙ୍କୁ ଉଚ୍ଚ ରଖିବେ, ପରମେଶ୍ୱର ତାଙ୍କୁ ଉଚ୍ଚ ରଖିବେ। ଯୋଉମାନେ ନିଜ ଜୀବନରେ ପ୍ରଭୁଙ୍କୁ ପ୍ରଥମ ରଖିବେ, ପରମେଶ୍ୱର ମଧ୍ୟ ସେମାନଙ୍କୁ ନିଜ ଜୀବନରେ ପ୍ରଥମରେ ରଖିବେ। ଆମେ ପରମେଶ୍ୱରଙ୍କୁ ଗୌରବ ଦେବାଟା ଶିଖିବାର ଅଛି, ପ୍ରଭୁଙ୍କର ମହିମା କରିବାଟା ଶିଖିବାର ଆବଶ୍ୟକ ରହିଛି। ଏଇ ପ୍ରକାର ଭାବରେ ଆମେ ପରମେଶ୍ୱରଙ୍କୁ ସମ୍ମାନ ଦେବାର। ପ୍ରିୟମାନେ, ଆମମାନଙ୍କର ପରମେଶ୍ୱର ଗୌରବ, ପ୍ରଶଂସା, ସମ୍ଭ୍ରମ ପାଇବାର ଯୋଗ୍ୟବନ୍ତ ପରମେଶ୍ୱର। ରୋମିଓ ପୁସ୍ତକ ଟିକେ ଆସିବା, 1 ଅଧ୍ୟାୟ। ରୋମିଓ ପୁସ୍ତକ 1 ଅଧ୍ୟାୟ ପଢିବା, 1 ଅଧ୍ୟାୟର 21 ପଦ ପଢିବା। କାରଣ ସେମାନେ ଈଶ୍ୱରଙ୍କୁ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କ ବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା। ଏଇଟା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଦେଖନ୍ତୁ, ଆମେ ଯେତେବେଳେ ବସ୍ ଧରିବା ପାଇଁ ଯାଉ,
ବସ୍ ଯଦି ମନେକର 7ଟା ବେଳେ ଅଛି ଆମେ 6ଟା ଅଧେରେ ପହଞ୍ଚିଯିବୁ, ଟ୍ରେନ ଯଦି 9ଟା ବେଳେ ଅଛି 8ଟା ଅଧେରେ ଆମେ ପହଞ୍ଚିଯିବୁ। ଆମେ ମାତ୍ର ଆମେ ଚର୍ଚ୍ଚକୁ ଯିବା ସମୟରେ ଆମେ ଚର୍ଚ୍ଚ ଯଦି ମନେକର 10ଟା ବେଳେ ଅଛି ଆମେ 10ଟା ଅଧେ 11ଟା ବେଳେ ଯାଇ ପହଞ୍ଚୁ। ପ୍ରଭୁ ଦେଖୁନାହାନ୍ତି କି ତୁମେ କାହାକୁ ଗୌରବ ଦଉଛ? ତୁମେ ବସ୍ କୁ ଗୌରବ ଦଉଛ, ଟ୍ରେନ କୁ ଗୌରବ ଦଉଛ, ତୁମେ ଅଫିସର ଲୋକଙ୍କୁ ଗୌରବ ଦଉଛ, ମାତ୍ର ମୋର ଘରକୁ ଆଇଲା ବେଳେ ତୁମେ ଅଗୌରବ କରୁଛ। କହୁଛ ପ୍ରାର୍ଥନା ତ ଆରାଧନା ତ ଚାଲି ତ ଥିବ, ମୁଁ ଯାଇକିନା ପହଞ୍ଚି ଯିବି କି ନାହିଁ। ପ୍ରିୟମାନେ, ଏଇଟା ପରମେଶ୍ୱରଙ୍କୁ ଦେଖୁଛନ୍ତି। ଲେଖାଗଲା ଯେ ସେମାନେ ଈଶ୍ୱରଙ୍କୁ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ। ଯଦି ଆଜି ଆମମାନଙ୍କର ଯଦି କୌଣସି ପ୍ରକାର ଗୋଟେ ମିନିଷ୍ଟର ଆମକୁ କହିବେ ଯେ ମୁଁ ତୁମ ସହିତ ଦେଖା କରିବା ପାଇଁ ଚାହୁଁଛି ବୋଲି କହିଲେ, ଯଦି ସେ ଆପଣଙ୍କୁ 10ଟା ବେଳେ ଡାକିଥିବେ, ଆପଣ ଯିବେ କେତେବେଳେ? କେଉଁ ସମୟରେ ଆପଣ ସାକ୍ଷାତ କରିବା ପାଇଁ ଯିବେ? ଆପଣ ନିହାତି 9ଟା ଅଧେ ସୁଦ୍ଧା ପହଞ୍ଚି ଯାଇଥିବେ, ଅଧଘଣ୍ଟା ତାଙ୍କ ପାଇଁ ଜଗିବେ। ମାତ୍ର ଆମେ ପରମେଶ୍ୱରଙ୍କୁ ଆମେ କି ପ୍ରକାର ସମୟ ଦଉଛୁ? ପରମେଶ୍ୱରଙ୍କ ଘରକୁ ଆମେ କି ପ୍ରକାର ସମୟ ଦଉଛୁ? ଆମେ ଆଜି ଆମମାନଙ୍କର କାମ ଗୁଡ଼ିକ ଲେଟ୍ କାହିଁକି ହଉଛି? କାରଣ ଆମେ ପରମେଶ୍ୱରଙ୍କ ଘରକୁ ଆମେ ଲେଟ୍ ରେ ଯାଉଛୁ। ଆମେ ତାଙ୍କକୁ ଆମେ ଲେଟ୍ କରିଦଉଛୁ। ଆମେ ଆଜି ଅନେକଙ୍କର କାମ ଗୁଡ଼ିକ ଅଟକିକିନା ଅଛି, ରାଇଟ୍ ଟାଇମରେ କାମ ହେଇପାରୁନାହିଁ। ଏହାର ମୁଖ୍ୟ ଉଦ୍ଦେଶ୍ୟ କଣ? ସେମାନେ ପରମେଶ୍ୱରଙ୍କ ଘରକୁ, ପରମେଶ୍ୱରଙ୍କ ପ୍ରେଜେନ୍ସକୁ ସେମାନେ ଖାମଖିଆଲି ଭାବେ ନେଲେ। ଏଇ ସ୍ଥାନରେ ଦେଖୁଛୁ, ସେମାନେ ଈଶ୍ୱରଙ୍କୁ ଜାଣିଲେ, ଆଙ୍କେ ଏକା ଈଶ୍ୱର, ଆଙ୍କେ ଏକା ପ୍ରଭୁ, ମାତ୍ର ଗୌରବ ଦେଲେ ନାହିଁ। ଯେମିତି ଗୌରବ ଦେବାଟା, ଆଜି ମଧ୍ୟ ଆମେ ଜାଣିଲୁ ଯୀଶୁ ଏକା ପରମେଶ୍ୱର, ଯୀଶୁ ଏକା ସତ୍ୟ ପ୍ରଭୁ ଅଟନ୍ତି, ତାଙ୍କ ଛଡା କେହି ପରମେଶ୍ୱର ନାହାନ୍ତି, ଏହା ଆମେ ଜାଣିଛୁ। ମାତ୍ର ଆମେ କେତେ ଗୌରବ ଦଉଛୁ, କେତେ ଆମେ ସମ୍ମାନ ଦଉଛୁ? ଆମେ ସେଇଟା ହଉଛି ବହୁତ ବଡ ବିଷୟ। ପ୍ରିୟମାନେ, ଆମର ପରମେଶ୍ୱର ଗୌରବ ପ୍ରଶଂସା ପାଇବାର ଏକମାତ୍ର ଯୋଗ୍ୟବନ୍ତ ପରମେଶ୍ୱର। ଏଇଟା ଗୋଟେ ପ୍ରତିଜ୍ଞା। ଯଦି ଆମେ ପରମେଶ୍ୱରଙ୍କୁ ସମ୍ମାନ ଦେବା, ପରମେଶ୍ୱର ମଧ୍ୟ ଆମକୁ ସେ ସମ୍ମାନ ଦେବେ। ଆମେ ଯଦି ପରମେଶ୍ୱରଙ୍କୁ ଉଚ୍ଚରେ ରଖିବା, ପରମେଶ୍ୱର ମଧ୍ୟ ଆମକୁ ଉଚ୍ଚରେ ରଖିବେ। ଏଇଟା ଆମମାନଙ୍କର ଗୋଟେ ଡକ୍ଟ୍ରିନାଲ ମେସେଜ ଏଇଟା ଅଟେ। ଆମେ ଯଦି ଆଜିଠୁ ଏ ମେସେଜକୁ ଆମେ ସିରିୟସଲି ନେବା, ପ୍ରଭୁ ମୋର ଜୀବନର ପ୍ରତ୍ୟେକ କ୍ଷେତ୍ରରେ ତୁମକୁ ଗୌରବ ଦେବି। ଏବେ ଦେଖନ୍ତୁ, ଆମମାନେ ଦାନ ଦେଲା ବେଳେ ମଧ୍ୟ ଆମେ ଠିକରେ ଆମେ ଦାନ ଦେଉନୁ। ସେଥିପାଇଁ ଅଭାବ ଆମର ଦାଣ୍ଡ ପିଣ୍ଡା ଛାଡୁନାହିଁ। ଆମେ ତ ଦରମା ମିଳେ କି ଆମେ କୋଉଠୁ ପଇସା ଆଣିଲୁ, ଫାଷ୍ଟ ଘର ଭଡା ଦିଆଯିବ, ଇଲେକ୍ଟ୍ରିକ ବିଲ୍ ଦିଆଯିବ, ତା ପଛେ ପିଲାମାନଙ୍କ ଟ୍ୟୁସନ ଫିସ୍ ଦିଆଯିବ, ଗ୍ରୋସରୀ କିଣାଯିବ, ଲାଷ୍ଟକୁ କିଛି ବଳିଲା ବେଳେ ଆମେ ପ୍ରଭୁଙ୍କୁ ଦେବୁ। କାହିଁକି? ଆମେ ପରମେଶ୍ୱରଙ୍କୁ ଗୌରବ ଦଉନୁ। ଯଦି ଯେତିକି ଟଙ୍କା ଆମକୁ ମିଳିଲା, ପ୍ରଥମେ କାଢିକିନା ଏଇଟା ପରମେଶ୍ୱରଙ୍କୁ ଦେବା ପାଇଁ ନଉଛୁ, ଏଇଟା ଆମର ବେଷ୍ଟ ଦାନ, ବେଷ୍ଟ ଅଫରିଂ ଦେଲେ ଆମମାନଙ୍କର ଅଭାବ ହେବ ନାହିଁ। ନହେଲେ ଚାକିରି କରିବା ଲୋକ 15 ତାରିଖର ଗୀତ କଣ? ସବୁ ସରିଗଲା, ଅଭାବ ଅଭାବ ଅଭାବ। 15 ତାରିଖରୁ 30 ତାରିଖ ଯାଏ ଅଭାବ ଗୀତ ସେମାନଙ୍କର ଚାଲୁଛି। କାହିଁକି ଅଭାବ ଗୀତ ଚାଲୁଛି? ସଦାପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ, ମାତ୍ର ଆପଣଙ୍କର ଅଭାବ କାହିଁକି ହଉଛି? କାରଣ ଆପଣ ଆପଣଙ୍କର ଧନରେ ପରମେଶ୍ୱରଙ୍କୁ ଗୌରବ ଦେଉନାହାନ୍ତି, ଆପଣଙ୍କ ଜୀବନରେ ପରମେଶ୍ୱରଙ୍କୁ ଗୌରବ ଦେଉନାହାନ୍ତି, ପରମେଶ୍ୱରଙ୍କ ଘରକୁ ଗୌରବ ଦେଉନାହାନ୍ତି। ଦାନିଏଲ ମାନେ କି ପ୍ରକାର ପରମେଶ୍ୱରଙ୍କୁ ଗୌରବ ଦେଲେ, ପରମେଶ୍ୱର ଉପରକୁ ନେଲେ, ସଦ୍ରକ ମୈସଦକୁ ପରମେଶ୍ୱର ଉପରକୁ ନେଲେ। ରାଜା କେବଳ ଚକିତ ହେଲେ ତାହା ନୁହେଁ, ସେମାନଙ୍କର ପ୍ରମୋସନ ହେଇଗଲା, ଉଚ୍ଚ ପଦକୁ ପଳେଇଲେ। ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ମୋର ପ୍ରିୟ ଭାଇ ଭଉଣୀ ମାନେ, ପରମେଶ୍ୱରଙ୍କୁ ସବୁ କ୍ଷେତ୍ରରେ ଆମେ ଗୌରବ ଦେବାର ଆବଶ୍ୟକ ରହିଛି। ଆମେ ପରମେଶ୍ୱରଙ୍କୁ ଆମେ ଜାଣିଲୁ, ତାଙ୍କୁ ଆମେ ଗୌରବ ଦେବାର ଆବଶ୍ୟକ ରହିଛି। ଯୋଉ ପ୍ରକାର ଷ୍ଟାଣ୍ଡାର୍ଡର ଗୌରବ ତାଙ୍କୁ ଦରକାର, ଆମେ ସେଇ ପ୍ରକାର ଷ୍ଟାଣ୍ଡାର୍ଡର ଗୌରବ ଦେବାର ଅଛି। ସେଥିପାଇଁ ମଲାଖିରେ ପରମେଶ୍ୱରଙ୍କର ଦୁଃଖ ଦେଖନ୍ତୁ, ସେ କହୁଛନ୍ତି, ଆମେ ପୁରାତନ ନିୟମର ଶେଷ ପୁସ୍ତକ ମଲାଖି ପୁସ୍ତକ, ସେଠି ସେ ଆମେ 1 ଅଧ୍ୟାୟର ଆମେ ପଢିବା, ଆମେ 6 ପଦ ପଢିବା ଆଉ ସମାପ୍ତ କରିବାକୁ ଯିବା। ପୁତ୍ର ଆପଣା ପିତାକୁ ଓ ଦାସ ଆପଣା ମୁନିବକୁ ସମାଦର କରେ, ମାତ୍ର ଆମ୍ଭେ ଯେବେ ପିତା ଅଟୁ ତେବେ ଆମ୍ଭର ସମାଦର କାହିଁ, ଓ ଆମ୍ଭେ ଯେବେ ମୁନିବ ଅଟୁ ତେବେ ଆମ୍ଭ ପ୍ରତି ଭୟ କାହିଁ? ହେ ଆମ୍ଭ ନାମର ଅବଜ୍ଞାକାରୀ ଯାଜକ ଗଣ, ସୈନ୍ୟାଧିପତି ସଦାପ୍ରଭୁ ତୁମମାନଙ୍କୁ ଏହା କହନ୍ତି, ପୁଣି ତୁମେମାନେ କହୁଅଛ ଆମେମାନେ କାହିଁରେ ତୁମ ନାମ ଅବଜ୍ଞା କରିଅଛୁ? ଯଦି ଯାଜକ ମାନଙ୍କୁ ଗାଳି କରୁଛନ୍ତି, ଏଇଟା ବିଶ୍ୱାସୀ ମାନଙ୍କୁ ଗାଳି ନାହିଁ, ଏଇଟା ପାଳକ ପ୍ରଚାରକ ମାନଙ୍କୁ ସିଧାସଳଖ କହୁଛନ୍ତି ଯେ ଆମେ ଯଦି ତୁମର ପିତା ଅଟୁ, ହେଲେ ଆମକୁ ରେସପେକ୍ଟ କାହିଁ? ଯଦି ପିତା ନ ଭାବି ତୁମେ ମାଲିକ ବୋଲି ଭାବୁଛ, ମୁନିବ ଭାବୁଛ, ହେଲେ ଭୟ କାହିଁ? କୋଉ ପ୍ରକାର ଭୟ ତୁମର ଅଛି? କାହିଁକି ତୁମେ କହୁଛ? ସେତେବେଳେ ଏମାନେ କହୁଛନ୍ତି, ପ୍ରଭୁ ଆମେ ତୁମକୁ କୋଉ ଅଭାବ କରିଦେଲୁ, କୋଉଟା ତୁମକୁ ଆମେ କମ କରିଦେଲୁ ଯେ ତୁମେ ଆମକୁ ଏମିତି କହୁଛ? ସେତେବେଳେ ସେ କଣ କହୁଛନ୍ତି? 7 ପଦରୁ ପଢିବା ଆମେ।
ତୁମେମାନେ ଆମ୍ଭ ଯଜ୍ଞବେଦୀର ଉପରେ ଅଶୁଚି ରୋଟି ଉତ୍ସର୍ଗ କରୁଅଛ, ତଥାପି କହୁଅଛ ଆମେମାନେ କାହିଁରେ ତୁମ୍ଭକୁ ଅଶୁଚି କରିଅଛୁ? ସଦାପ୍ରଭୁ ମେଜ ଯେ ତୁଚ୍ଛ, ଏହା କହି ତାହା କରୁଅଛ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଗୋଟେ ପାଳକ ଭାବରେ ମୁଁ ସେବା କାର୍ଯ୍ୟ କରୁଛି। ରବିବାର ଦିନ ପୁଲପିଟକୁ ଯିବା ପୂର୍ବରୁ ଶୁକ୍ରବାର ଶନିବାର 2 ଦିନ ଫାଷ୍ଟିଂ କରେ। କାହିଁକି ଫାଷ୍ଟିଂ କରେ? ଲୋକଙ୍କୁ ଅଶୁଚି ରୁଟି ଦେଲେ ହେବ ନାହିଁ। ଥଣ୍ଡା ବାସି ଖାଦ୍ୟ ଲୋକମାନଙ୍କୁ ଦେବେ। ବିଶ୍ୱାସୀ ମାନେ କେତେ ଭୟ ଭକ୍ତିର ସହିତ ପ୍ରଭୁଙ୍କର ପ୍ରେଜେନ୍ସକୁ ଆସିଥିବେ। ଆମେ ପୁଲପିଟରେ ଠିଆ ହେଇକିନା ବାସି ଅଶୁଚି ରୁଟି ଆମେ ଯଦି ବିଶ୍ୱାସୀ ମାନଙ୍କୁ ଦେବା, ସେମାନେ ସେ ରୁଟି ଖାଇକିନା ରୋଗଗ୍ରସ୍ତ ହେଇଯିବେ। ସେମାନେ ସେଥିପାଇଁ କହୁଛନ୍ତି ତୁମେ ଅଶୁଚି ରୁଟି ମାନେ କଣ? ପରମେଶ୍ୱରଙ୍କର ବାକ୍ୟ। ତୁମେ କୋଉ ବାକ୍ୟ ଦଉଛ? ତୁମେ ଅଶୁଚିଟା ତୁମେ ଦଉଛ। ତୁମର ଥଣ୍ଡା ନାହିଁ, ତୁମେ ଗୋଟେ ସାଧାରଣ ମେସେଜ ଗୁଡେ ଦଉଛ। ଯଦି ଆଣ୍ଠେଇଥାନ୍ତ, ଫାଷ୍ଟିଂ କରିଥାନ୍ତ, ମତେ ପଚାରିଥାନ୍ତ, ତାହେଲେ ମୁଁ ତୁମକୁ ବାକ୍ୟ ଦେଇଥାନ୍ତି, ସେ ଫ୍ରେଶ ବାକ୍ୟ ଦେଇଥାନ୍ତ ଲୋକମାନଙ୍କୁ। ମାତ୍ର ତୁମେ ଯାଜକ ମାନେ ତୁମେ କଣ କରୁଛ? ତୁମେ ଆମ ନାମକୁ ଅବଜ୍ଞା କରୁଛ। ଅଶୁଚି ରୁଟି ଲୋକମାନଙ୍କୁ ଖାଇବାକୁ ଦଉଛ, ବାସି ରୁଟି ଲୋକମାନଙ୍କୁ ଖାଇବା ପାଇଁ ଦଉଛ। ମୋ ଠାରୁ ବାକ୍ୟ ପାଇକିନା ସେଟା ତୁମେ ପ୍ରଚାର କରିବାର ଥିଲା। ଏଇଟା ମଲାଖିରେ ଯାଜକ ମାନଙ୍କୁ ପରମେଶ୍ୱର ବହୁତ ସେ ଅନୁଯୋଗ କରୁଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନେ ପରମେଶ୍ୱରଙ୍କର ଗୌରବ କରିବା। ଆମର ପରମେଶ୍ୱର ଗୌରବ ସମ୍ଭ୍ରମ ପାଇବାର ଯୋଗ୍ୟବନ୍ତ ପରମେଶ୍ୱର। ଆମମାନଙ୍କ ଫିଲିପିଓ 2 ଅଧ୍ୟାୟ 9 ପଦ ଆଉ 10 ପଦ ଲେଖାଗଲା ଯେ ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ, ପ୍ରତ୍ୟେକ ଜିଭା ଯୀଶୁ ଖ୍ରୀଷ୍ଟ ହିଁ ପ୍ରଭୁ ବୋଲି ସେମାନେ ସ୍ୱୀକାର କରିବେ। ଏମିତି ପରମେଶ୍ୱର, ଆଉ କେହି ପରମେଶ୍ୱର ନାହାନ୍ତି, ସେ ହିଁ ଏକମାତ୍ର ପରମେଶ୍ୱର ଅଟନ୍ତି। ସେଥିପାଇଁ ମୁଁ ଆଉ ଲମ୍ବା କରିବି ନାହିଁ, ମୋର ନେକ୍ସଟ ମିଟିଂ ଅଛି। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ପଦେ ଆମେ ପ୍ରାର୍ଥନା କରିବା ପାଇଁ ଯିବା। ଆମେ ଆସନ୍ତୁ ଆମମାନଙ୍କ ପରମେଶ୍ୱରଙ୍କୁ ଆମେ ଗୌରବ ଦେବା। ଆମେ ଯୋଉମାନେ ପରମେଶ୍ୱରଙ୍କୁ ଗୌରବ ଦିଅନ୍ତି, ସବୁ କ୍ଷେତ୍ରରେ ଆମେ ପରମେଶ୍ୱରଙ୍କୁ ଗୌରବ ଦେବା। ଆମମାନଙ୍କର ପରିବାରରେ, ଆମମାନଙ୍କ ବ୍ୟକ୍ତିଗତ ଜୀବନରେ, ଅଫିସରେ, ବିଜନେସରେ, ଚର୍ଚ୍ଚରେ, ସମାଜରେ, ପ୍ରତ୍ୟେକ ସ୍ଥାନରେ ଆମେ ପ୍ରଭୁଙ୍କୁ ଯଦି ଆମେ ଉପରେ ରଖିବା, ପରମେଶ୍ୱର ମଧ୍ୟ ଆମକୁ ଉପରେ ରଖିବେ। ପ୍ରାର୍ଥନା କରିବା। ପିତା, ଆମେ ତୁମକୁ ଧନ୍ୟବାଦ ଦଉଛୁ। ତୁମ ନାମର ଗୌରବ ମହିମା ହେଉ। ତୁମେ ଆସି ଆମମାନଙ୍କୁ ପ୍ରଭୁ ତୁମେ ବହୁତ ସୁନ୍ଦର ଭାବରେ କଥାବାର୍ତ୍ତା ହେଲ। ଯୋଉମାନେ ତୁମକୁ ଗୌରବ ଦିଅନ୍ତି, ତୁମେ ସେମାନଙ୍କୁ ଗୌରବ ଦେବା ପରମେଶ୍ୱର। ଧନ୍ୟବାଦ ରାଜା। ତୁମ ନାମର ସ୍ତୁତି ହେଉ, ମହିମା ହେଉ, ଗୌରବ ହେଉ ରାଜା। ଆମେ ଅନେକ ସମୟରେ ପ୍ରଭୁ ନିଜର ଗୌରବ କରିଥାଉ, ମନୁଷ୍ୟମାନଙ୍କ ଗୌରବ କରିଥାଉ, ନିଜ ସଂସ୍ଥାର ଗୌରବ କରିଥାଉ, ପ୍ରଭୁ ନିଜର ପ୍ରଭୁ ଜୁମ୍ର ୟୁଟ୍ୟୁବର ଆମେ ଗୌରବ କରିଥାଉ। ମାତ୍ର ଗୌରବ କେବଳ ତୁମର ଅଟେ ପ୍ରଭୁ, ତୁମର ଅଟେ ପ୍ରଭୁ, ତୁମର ଅଟେ। ଆମେ ତୁମକୁ ଗୌରବ ଦଉଛୁ, ତୁମକୁ ମହିମା କରୁଛୁ। ଆମେ ଯୋଉ ଭୁଲ ଗୁଡିକ କରିଛୁ ତୁମକୁ ଗୌରବ ନ ଦେଇ ଦୟାକରି ତୁମେ ଆମମାନଙ୍କୁ କ୍ଷମା କର, ଦୟାକରି ଆମମାନଙ୍କୁ କ୍ଷମା କର। ଆମେ ଉପଯୁକ୍ତ ଭାବରେ ତୁମକୁ ଗୌରବ ଦେଇପାରିବୁ, ଦୟାକରି ତୁମେ ସାହାଯ୍ୟ କର, ମାର୍ଜନା କର। ପ୍ରତି ବିଷୟରେ ପ୍ରଭୁ ଦାନିଏଲ ପରି ଆମେ ତୁମର ଗୌରବ କରିବୁ, ପ୍ରତି ବିଷୟରେ ସଦ୍ରକ ଅବେଦନକ ପରି ଆମେ ତୁମର ଗୌରବ କରିପାରିବୁ। ଦୟାକରି ତୁମେ ଅନୁଗ୍ରହ କର ପ୍ରଭୁ। ପ୍ରଭୁ ଏହି ଜିହୋଭା ଜିରି ପ୍ରଭୁ ସିଙ୍ଗିଂ ମିନିଷ୍ଟ୍ରି ପାଇଁ ମୁଁ ତୁମକୁ ଧନ୍ୟବାଦ ଦିଏ। ସମସ୍ତଙ୍କୁ ଆଶୀର୍ବାଦ କର। ଆଜିର ଯୋଉମାନେ ପ୍ରଭୁ ପ୍ରିଜାଇଡିଂ, ସିଙ୍ଗିଂ, ୱର୍ସିପ ସବୁ କରିଛନ୍ତି, ସେମାନଙ୍କର ଯତ୍ନ ତୁମେ ନିଅ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ଓକେ, ନମସ୍କାର, ପ୍ରେଜ୍ ଦ ଲର୍ଡ। ଆପଣମାନଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଗଡ୍ ବ୍ଲେସ୍ ୟୁ।